ସେମାନଙ୍କ ସହିତ ପଚାରିଲେ ସେମାନେ ତାଙ୍କ ମନ୍ତବ୍ୟ ଦେବେ କାହିଁକି ସେମାନେ ବିଭାଜିତ ହେଇଛନ୍ତି। ଏଥିରେ କ୍ଲିୟର ଅଛି ଯେ ଦେଶର ସ୍ୱାର୍ଥ ଦୃଷ୍ଟିରୁ ଯଶସ୍ୱୀ ପ୍ରଧାନ ନରେନ୍ଦ୍ର ମୋଦି ଯେଉଁ ବିଷୟ ନିଷ୍ପତ୍ତି ନୀତି ନେଇଛନ୍ତି ସେଥିରେ ସମସ୍ତେ ଯିଏ ଯେଉଁ ଗଣତାନ୍ତ୍ରିକ ଦେଶ ଏବଂ ଆଜି ଗଣତାନ୍ତ୍ରିକ ଦେଶର ସମସ୍ତଙ୍କ ଅଧିକାର ଅଛି ସବୁ ବିଷୟରେ ନିଜର ମତ ସାବ୍ୟସ୍ତ କରିବାର ସେଟା ସେମାନେ ଦେବେ ନା ରିମାର୍କ। ସେ ଡରିଲେ କ'ଣ କଲେ ଆମେ ତ ସେ ବିଷୟରେ ରିମାର୍କ ଦେବା ଉଚିତ ହେବନି। ଯେ ପିଲାଟା ଆସୁଛନ୍ତି ତାଙ୍କର 11 ତାରିଖ ଆୟୁଷ୍ମାନ ଯୋଜନା ସିପେଟ୍ ଯିବେ, ଏଠି ଆମର ଏମ୍ସ ଯିବେ, ଆଉ ଏଠି ପ୍ରୋଗ୍ରାମ ତାଙ୍କର ବିଭିନ୍ନ ପ୍ରୋଗ୍ରାମ ଅଛି ଏବଂ ଆମ MLA MP ମାନଙ୍କର ଟ୍ରେନିଂ କ୍ୟାମ୍ପ ବି 11 ତାରିଖ ଇଭିନିଂରୁ ଆରମ୍ଭ ହେବ। 10 ରାତିରେ ପହଞ୍ଚିବେ, ରାତି 12:30 ପାଖାପାଖିରେ ପହଞ୍ଚିବେ ଏବଂ ଯିବେ ସିଏ 12 ତାରିଖ ଇଭିନିଂରେ ଯିବେ। ବର୍ତ୍ତମାନ ପର୍ଯ୍ୟନ୍ତ ଯେଉଁ ଟେଣ୍ଟେଟିଭ୍ ପ୍ରୋଗ୍ରାମ ଓପନ୍ ଖୋଲା ଆମ ଜୀବନ ଖୋଲା ବହି, ଆମ ଦଳର ବହି ମଧ୍ୟ ଖୋଲା ବହି। ଆପଣମାନେ ସବୁ ଆକାଉଣ୍ଟ ନମ୍ବର ନେଇ ଚେକ୍ କରନ୍ତୁ କେବେ ସେ ଦେଲେ ଆକାଉଣ୍ଟରେ ଦେଇଛନ୍ତି ଲେଖିଛନ୍ତି ସେ ତାକୁ ପରୀକ୍ଷା ନିରୀକ୍ଷା କରିବା ଦରକାର। ଆମେ ଇରେସ୍ପନ୍ସିବୁଲ ଷ୍ଟେଟମେଣ୍ଟ କିଏ ଦେବା ଉଚିତ ନୁହେଁ। କୌଣସି ଖବରକାଗଜ କିମ୍ବା କୌଣସି ମଧ୍ୟରେ ଦାୟିତ୍ୱହୀନ ତାଙ୍କ ସମାଚାରକୁ ପବ୍ଲିଶ କରିବା ଉଚିତ ନୁହେଁ। କାରଣ ଏଇଟା ଗୋଟେ ଦଳର ଭାବମୂର୍ତ୍ତି ବହୁତ ବର୍ଷ ତ୍ୟାଗ ତପସ୍ୟାରେ ତିଆରି ହେଉଛି। ଆମେ ଖବରକାଗଜ ପରେ ବିଶ୍ୱସନୀୟତା ଲୋକଙ୍କର କମି ନ ଯାଉ। ଲୋକ ଯେଉଁ ବିଶ୍ୱାସ କରୁଛନ୍ତି ଯେ ଯାହା ଖବରକାଗଜରେ ବାହାରେ ତା ସତ୍ୟ ବାହାରେ, ସେଟା ଉପରେ ଲୋକଙ୍କର ପ୍ରଶ୍ନବାଚୀ ନ ଆସୁ। ଆପଣ ପରୀକ୍ଷା ନିରୀକ୍ଷା କରନ୍ତୁ। ମୁଁ ତ କହୁଛି ଆପଣ ସେ ବିଷୟରେ ଆପଣ ତ ମୋର ଆକାଉଣ୍ଟ ନମ୍ବର ନେଇକି ସବୁ ଚେକ୍ କରନ୍ତୁ। ଯଦି କେହି ଆକାଉଣ୍ଟ ନମ୍ବରରେ ମୋତେ ପଇସା ଦେଇଛି, ମୋ ଦଳ ପାଇଁ ଦେଇଛି, ମୋତେ ଦେଇଛି କି ମୋ ଦଳ ଆକାଉଣ୍ଟକୁ ଦେଇଛି, ଦଳ ଆକାଉଣ୍ଟ ନିଅନ୍ତୁ। ସବୁ ତ ଖୋଲା ଆକାଉଣ୍ଟ ଅଛି, କାହାକୁ ତ ଲୁଚା କ'ଣ କରୁଛନ୍ତି, କିଏ କରୁଛି ସେ ଲୋକ ଜାଣିଥିବ। ତାର ଷ୍ଟ୍ରାଟେଜି କ'ଣ, ପ୍ଲାନିଂ କ'ଣ, କୋଉଟା କରିବା ଉଚିତ। ସିବିଆଇ ତଦନ୍ତ କରିବା ଉଚିତ। ମୁଁ ତ ସ୍ୱାଗତ କରୁଛି କଂଗ୍ରେସର ଆହ୍ୱାନକୁ। ସ୍ୱାଗତ କରିବା, ଆମେ ସ୍ୱାଗତ କରିବା। ସିବିଆଇ ଇନକ୍ୱାରି ହଉ। ମୁଁ ତ ଜାଣିନି କିଏ କାହା ଡାହାଣ ହାତ ହେଇଛି। ଆପଣମାନେ ବେଶୀ ଖବର ରଖୁଥିବେ ଆମଠୁ।